जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम राष्ट्र सेशन को आगू बढ़ेगा राष्ट्र सेशन क्रम आम पढ़ुले मानसागरी पद्धति नैसर्गिक विभिन्न जन्म तिथि फल बार फल ऋतुफल मास फल यही सब विषय पढ़ुले मु पूर्व कही रखे जे कौन जिनिस को जितेबाला आम फल डिस्कसन करबा कौन कुंडली केवल नैसर्गिक कारक तत्व पर बेस करें कि केवल कुंडली पर घर हापर बेस करें आमको विभिन्न रूप विभिन्न रूप जिनिस गुड़ा नहीं କରିବାକୁ ପଡିବ। पूरा संपूर्ण भाव में एनालिसिस कर सारा पर ही आपण माने नैसर्गिक कारक तत्व उपरे आपण माने एवं घरर भाव फल उपरे कले गोटे कुंडलीर जजमेंट देबो किंतु पुरातन आचार्य माने सेमानंकर काଳରେ ସେମାନଙ୍କ ସମୟରେ ସେମାନେ ଯୋଉ ନିର୍ଣ୍ଣୟ ଦେଇଛନ୍ତି ବିଭିନ୍ନ ନିର୍ଣ୍ଣୟ ସେଗୁଡାକ କେବେ ବ୍ୟର୍ଥ ଯାଏନି ଯେହେତୁ ଆମେ ଆଷ୍ଟ୍ରୋଲୋଜିର ବେସିକ୍ସ ଗୁଡାକ ପଢୁଛେ ସେଇ ବେସିକ୍ସ ଗୁଡିକ ଯୋଗୁ ଆମେ ଏଗୁଡାକ ଜାଣି ରଖିବା ଉଚିତ। ତ ଆଜି ଆମେ ଜାଣିବା ଜନ୍ମକରଣ ଫଳ ଏଇ ଜନ୍ମକରଣ ଫଳ ବିଷୟରେ ନୈସର୍ଗିକ କାରକ ତତ୍ଵକୁ ନେଇକି କଣ ସବୁ ମାନସାଗରିକ ପଦ୍ଧତିରେ ଆଚାର୍ଯ୍ୟ ମାନେ କହିଛନ୍ତି ସେ ବିଷୟରେ ଆଜି ଆମେ ଜାଣିବା। କରଣ କରଣ ଟୋଟାଲ ଉପରେ ଯଦି ଆମେ ଦେଖିବା କରଣ ହଉଛି 11ଟା କରଣ। କଣ କରଣ କଣ କଣ ସବୁ କरणର ନାମ ବବ ବଳବ କୌଳବ ତୈତିଲ୍ୟ ଗର ବଣିଜ ବିଷ୍ଟି ଶକୁନି ଚତୁଷ୍ପଦ ନାଗ କିଷ୍ପଗ୍ନ ଠିକ ଅଛି। ଏଇ 11ଟା କରଣରେ ଯଦି କୌଣସି ଲୋକ ବବକରଣରେ ଜନ୍ମ ହୁଏ ତାହେଲେ ସେ ମଣିଷ ମାନି ଧର୍ମାତ୍ମା ଶୁଭ ଆଉ ସ୍ଥିର କାର୍ଯ୍ୟ କରିବା ବାଲା ହୋଇଥାଏ। ଏଇଟା ମାନସାଗରୀ ପଦ୍ଧତି କହିଛି। ମାନସାଗରୀ ପଦ୍ଧତି କହୁଛି ଯଦି କୌଣସି ଲୋକ ବାଳବ କରଣରେ ଜନ୍ମ ହୋଇଥାଏ ତାହେଲେ ସେ ମନୁଷ୍ୟ ତୀର୍ଥ ଆଉ ଦେବତାଙ୍କର ଭକ୍ତ ହୋଇଥାଏ। ମାନେ ସେ ତୀର୍ଥ ଭ୍ରମଣ କରିବାକୁ ପସନ୍ଦ କରିବ ଏବଂ ଦେବତାଙ୍କ ଭକ୍ତି କରିବାକୁ ପସନ୍ଦ କରିବ। ବିଦ୍ୟା ଅର୍ଥ ଆଉ ସୁଖରେ ସମ୍ପନ୍ନ ହେବ ଏବଂ ରାଜମାନ୍ୟ ହୋଇଥାଏ। ଯଦି କୌଣସି ବ୍ୟକ୍ତି କୌଳବ କରଣରେ ଜନ୍ମ ନେଇଛି ତାହେଲେ ସମସ୍ତଙ୍କ ସହିତ ପ୍ରୀତି ରଖିବା ବାଲା ମିତ୍ରଗଣଙ୍କର ମାନେ ବହୁତ ମିତ୍ରଙ୍କ ସଙ୍ଗ କରିବା ବାଲା ତଥା ସ୍ୱାଭିମାନୀ ହୁଏ। ଯଦି କୌଣସି ଲୋକ ତୈତିଲ୍ୟ କରଣରେ ଜନ୍ମ ହେଇଛି ତାହେଲେ ତାର ସୌଭାଗ୍ୟରୁ ଧନରେ ତାକୁ ସ୍ୱତ ପ୍ରାପ୍ତ ହୋଇଥାଏ ସମସ୍ତଙ୍କ ଠାରେ ସ୍ନେହ କରିବା ବାଲା ଆଉ ଅନେକ ପ୍ରକାରର ଘର କରିବା ବାଲା ହୋଇଥାଏ। ଅନେକ ପ୍ରକାର ଘର ମାନେ ସେ ଗୋଟେ ଘରେ କେବେ ରହିବନି ସେ ଦି ତିନିଟା ଘର ବନେଇବ ବା କିଣିବ। ଯଦି କୌଣସି ଲୋକ ଗର୍ କରଣରେ ଜନ୍ମ ହେଇଛି ତାହେଲେ ମାନସଗିରି ପଦ୍ଧତି କହୁଛି ସେ କୃଷି କରିବା ବାଲା ଘରର କାର୍ଯ୍ୟ କରିବାରେ ତତ୍ପର ଯାହା ଯାହା ତାକୁ ଦରକାର ନିଜର ନିଷ୍ଠା ଉଦ୍ୟୋଗ ଦ୍ଵାରା ତାକୁ ସିଏ ପ୍ରାପ୍ତ କରି ନେଇଥାଏ। ଯଦି କୌଣସି ଲୋକ ବଣିଜ କରଣରେ ଜନ୍ମ ହେଇଛି ତାହେଲେ ବାଣିଜ୍ୟ ଦ୍ଵାରା ତା ମୁଣ୍ଡରେ ବିଜନେସ ର ଜିନିଷଟା ରହିବ ହିଁ ରହିବ ଭାଇ। ଆପଣ ଦେଖନ୍ତୁ ଯଦି ଯେତେବେଳେ କୁଣ୍ଡଲି ଦେଖାଯାଏ ପଞ୍ଚାଙ୍ଗ ଦେଖି ଦେଖାଯାଏ ପଞ୍ଚାଙ୍ଗକୁ ବାଇପାସ କରିକି କିଛି ଦେଖାଯାଏ। ବଣିଜ କରଣରେ ଉତ୍ପନ୍ନ ହେଇଥିବା ମନୁଷ୍ୟ ବାଣିଜ୍ୟ କର୍ମରୁ ଜୀବିକା କରିବା ବାଲା ହୋଇଥାଏ। ଆଉ ଯଦି ସେ ବଣିଜ କରଣରୁ ଜନ୍ମ ହେଇକି ସେ ଯଦି ବାଣିଜ୍ୟ କରୁନି ତଥାପି ତା ମୁଣ୍ଡରେ କିଛି ନା କିଛି ବିଜନେସ ର ଆଇଡିଆ ଚାଲୁଥିବ ଏବଂ ଦେଶାନ୍ତର ରୁକୁ ମାନେ ଦେଶାନ୍ତର ବୁଲିଲା ବାଲା ହୋଇଥାଏ। ଯଦି କୌଣସି ଲୋକ ବିଷ୍ଟିକରଣରେ ଜନ୍ମ ହେଇଛି ତାହେଲେ ଅନୁଚିତ କର୍ମ କରିବା ବାଲା ବ୍ୟଭିଚାରୀ ବିଶ୍ୱ ସମ୍ବନ୍ଧୀ କାର୍ଯ୍ୟରେ ପ୍ରବୀଣ ଅଥବା ଯଦି ତାର ଗ୍ରହ ମାନେ ଭଲ ଅଛନ୍ତି ତାହେଲେ ବିଶ୍ୱ ବୈଦ୍ୟ ହୋଇଥାଏ। ବିଶ୍ୱ ଦ୍ଵାରା ବିଶ୍ୱକୁ କାଟିବା ବା ଯୋଉ ଡକ୍ଟର ଥାଆନ୍ତି ସେଇ ବୈଦ୍ୟ ହେଇଥାଏ। ଯଦି କୌଣସି ଲୋକ ଶକୁନ କରଣରେ ଜନ୍ମ ହେଇଛି ତାହେଲେ ସେ ପୌଷ୍ଟିକ କାର୍ଯ୍ୟ କରିଥାଏ। ପୌଷ୍ଟିକ କାର୍ଯ୍ୟ କଣ ଯେମିତି କହନ୍ତିନି ଗାଁରେ ସବୁ ଥାଆନ୍ତି ଯୋଉମାନେ ସବୁ ଫାଇଚଲା କରନ୍ତି ବିବାଦକୁ ଦି ପକ୍ଷକୁ ଆସନ୍ତି ତାଙ୍କ ପାଖରେ ସବୁ କଥା ହୁଅନ୍ତି ଇଏ ପୁରା ଦକ୍ଷ ଶାନ୍ତି ନୈତିକତା ସହିତ ସେ ବିବାଦକୁ ନିପଟେଇ ଦିଅନ୍ତି ଏବଂ ଶକୁନ କରଣରେ ଉତ୍ପନ୍ନ ହୋଇଥିବା ବ୍ୟକ୍ତି ମଧ୍ୟ ଔଷଧ ନିର୍ମାଣରେ ପ୍ରବୀଣ ହୋଇଥାଏ ଏବଂ ବୈଦ୍ୟ ବୃତ୍ତି କରିବା ବାଲା ହେଇଥାଏ। ମାନେ ଶକୁନ କରଣରେ ଉତ୍ପନ୍ନ ଆପଣ ମାକ୍ସିମମ୍ ଡକ୍ଟର ମାନଙ୍କୁ ଦେଖିବେ ସେମାନେ ଶକୁନ କରଣରୁ ଯେମିତିରେ ଜନ୍ମ ହେଇଥିବେ। ମାକ୍ସିମମ୍ ଭଲ ଭଲ ଡକ୍ଟରଙ୍କୁ ଆପଣ କୁଣ୍ଡଲି ଦେଖିବେ ସେମାନେ ସବୁ ଶକୁନ କରଣରେ ଜନ୍ମ ହେଇଥିବେ। ଏବେ ଆମେ ଜାଣିବା ଯେ ଚତୁଷ୍ପଦ କରଣରେ ଜନ୍ମ ହୋଇଥିବା ବାଲା ମନୁଷ୍ୟ
କଣ କରିଥାଏ? ମାନସକରୀ ପଦ୍ଧତି କହୁଛି ଯଦି ଚତୁଷ୍ପଦ କରଣରେ କିଏ ଜନ୍ମ ହୋଇଥାଏ ତାହେଲେ ଦେବତା ବ୍ରାହ୍ମଣଙ୍କର ଭକ୍ତ, ଗାଈର ଗାଈର ସେବକ ପାଳକ ତଥା ପଶୁ ଚିକିତ୍ସକ ପ୍ରାଣୀ ଡକ୍ଟର ହେଇଥାଏ। ତାହେଲେ ଆମେ ଏଇଟା କଣ ଜାଣିଲେ ଯେ ଶକୁନକରଣରେ ଶକୁନିକରଣରେ ଉତ୍ପନ୍ନ ହୋଇଥିବା ବ୍ୟକ୍ତି ମଣିଷ ଡକ୍ଟର ହବ, ଆଉ ଚତୁଷ୍ପଦ କରଣରେ ଯୋଉ ବ୍ୟକ୍ତି ଥାଏ ଜନ୍ମ ହେଇଥାଏ ସିଏ ମାନେ ପଶୁ ଚିକିତ୍ସକ ହବ। ଯଦି କୌଣସି ବ୍ୟକ୍ତି ନାଗକରଣରେ ଜନ୍ମ ହୋଇଥାଏ ତାହେଲେ ସିଏ ସମସ୍ତଙ୍କର ଶୁଭ ଚିନ୍ତକ ହୋଇଥାଏ, ପ୍ରେମୀ ହେଇଥାଏ, କଠିନ କାର୍ଯ୍ୟ କରିବା ବାଲା ହେଇଥାଏ ଏବଂ ସେ ତାକୁ ସବୁବେଳେ ତା ପଛକୁ ଦୁର୍ଭାଗ୍ୟ କେବେ ତାକୁ ଛାଡେ ହିଁ ନାହିଁ ଏବଂ ତାର ଆଖି ବହୁତ ଜୋର ହଲେ, ସେ ଚଞ୍ଚଳ ନେତ୍ର ବାଲା ହେଇଥାଏ। ଯଦି କୌଣସି ବ୍ୟକ୍ତି କିସ୍ତୁଘ୍ନ କରଣରେ ଜନ୍ମ ହେଇଥାଏ ତାହେଲେ ସିଏ ସବୁବେଳେ ଶୁଭ କାମ କରିବାକୁ ତତ୍ପର ରହେ ଏବଂ ସିଏ ଲୋକମାନଙ୍କୁ ତୁଷ୍ଟି ପୁଷ୍ଟି ମଙ୍ଗଳ କରାଇ ତାର ନିଜର ଅଭିଷ୍ଟକୁ ପ୍ରାପ୍ତ କରି ନେଇଥାଏ। ତେବେ ଆଜିର ସେସନରେ ଆମେ ଜାଣିଲେ କରଣ ଜନ୍ମ ଫଳ, ଯୋଉ ଆମର ଏକାଦଶ କରଣ ରହିଛି ଆମେ ଜାଣିଲେ ଯେ କରଣ ଜନ୍ମ ଫଳ କଣ ହବ। ନେକ୍ସଟ କ୍ଲାସରେ ଆମେ ପଢିବା ଯୋଉ ଯୋଉ 27 ନିତ୍ୟ ଯୋଗ ରହିଛି, ସେ 27 ନିତ୍ୟ ଯୋଗ ଯୋଉଗୁଡାକ ସେଗୁଡାକ କିଭଳି ଭାବରେ ଜନ୍ମ ହେଲେ କିଭଳି ଭାବରେ ଇମ୍ପାକ୍ଟ କରେ ସେ ବିଷୟରେ ଆମେ ପଢିବା। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।